ମୋ ପୁଅର ପଇସା 20,000 ଟଙ୍କା ସେ ପର୍ସ ରୁ କୁଆଡେ ଗଲା ଓ ମୋ ଫୋନ ଧରିଛି ଖାଲି ପର୍ସ ମୋ ପୁଅ ପକେଟରେ ଅଛି ଓ ମୋ କିଛି ଜାଣିପାରି ନାହିଁ ଏତେ ଆଡେ ଫୋନ କରିପାରିଲା ମତେ ଫୋନ କରିପାରିଲାନି ଯେମିତି ମତେ ପଟାସ ବାଘ ଭଳିଆ ଅନେଇଥାଇ ମୁଁ ସେଇଠୁ ଜାଣିପାରିଲି ମୋ ପୁଅର ଶତ୍ରୁ ମିତ୍ର ନୁହଁ। ଅଣ୍ଟ ଗୋଡେଇକି ରଖିଛ ଗୋଟେ ଅନାଥ ମା ଜମା ଅନ୍ୟାୟ କରନି ମୁଁ ବି କାନି ପାତି ନ୍ୟାୟର ଭିକ୍ଷା ମାଗିଛି କେହି ମନା କରନି କେବଳ ନ୍ୟାୟର ଭିକ୍ଷା ମାଗିଛି କାହାକୁ ଧନ ମାଗିନି ସମ୍ପତ୍ତି ମାଗିନି ମୋର ସମ୍ପତ୍ତି ଚାଲିଗଲା ଧନ ସବୁ ଗଲା ମୋର ସବୁ କିଛି ଗଲା ମୋର କିଛି ଦରକାର ନାହିଁ। ଟେଷ୍ଟ ହଉଛି ତ ହେଇସାରିକି ଯେତେବେଳେ ଶୁଣା ହବ ମୁଁ ଶୁଣିବି କଣ କଣ ବାହାରିଲା ସେତେବେଳକୁ ମୁଁ ଜାଣିବି ଆଉ ଅଇକା ପରୀକ୍ଷା ହଉଛି ମୁଁ ଆଉ ଅଇକା କଣ ଆଉ ଜାଣିପାରିବି ମୁଁ ଅଇକା କିଛି ଭଲ ମନ୍ଦ କିଛି ଜାଣିପାରୁନି ଆଉ କାହିଁ ବା ଯୋଉଠି 2 ମାସରେ ପରୀକ୍ଷା କରୁଛନ୍ତି ଆଉ ସେ ସାର୍ କଣ ପରୀକ୍ଷା କରୁଛନ୍ତି ସାରଙ୍କୁ ତ ବହୁତ ବାଧ୍ୟ କରୁଥିଲି ପରୀକ୍ଷା କରିବେ ପରୀକ୍ଷା ହବ ବହୁତ ଅନୁରୋଧ କରି କହୁଥିଲି ବହୁତ ବି ବାଇଟରେ କହିକିରି ମୁଁ ବହୁତ ବି ପ୍ରବଳ ମାନେ ସବୁବେଳ ପାଇଁକି କୁହେ ଯେ ସତ ମିଛ ମେସିନ ପରୀକ୍ଷା କର ସେଟା ପରୀକ୍ଷା କରୁନଥିଲେ ତାପରେ ଦିଲ୍ଲୀ ଗଲୁ ଦିଲ୍ଲୀ ଆସିଲା ପରେ ସେ ପରୀକ୍ଷା କରୁଛନ୍ତି ପରୀକ୍ଷା ଯଦି କରୁଛନ୍ତି ସେଟା କଣ ଶୁଣାଉଛନ୍ତି ଆଗକୁ ଅଛି ତ ଶୁଣିନି ଶୁଣିଲେ ମାନେ ମତେ କଣ କେମିତି ଲାଗୁଛି ମୁଁ କହିବି ନା ଆଉ ତ ଶୁଣିବାକୁ ନାହିଁ ଏପର୍ଯ୍ୟନ୍ତ ସେଦିନର କାର୍ଯ୍ୟକଳାପ କଣ ସେଦିନର ଥିଲା ଓ ମୁଁ ତ ସେଥିରେ ଅଛି ବୋଲିକି ମାନେ ମୁଁ ମା ହିସାବରେ କଣ କହିବି ସମସ୍ତେ ତ କହିବେ ନା କାହିଁକି ନା ଯେହେତୁ ମୋ ସାଥିରେ ଗଲା ମୋ ପୁଅର ପଇସା 20,000 ଟଙ୍କା ସେ ପର୍ସ ରୁ କୁଆଡେ ଗଲା ଓ ମୋ ଫୋନ ଧରିଛି ଖାଲି ପର୍ସ ମୋ ପୁଅ ପକେଟରେ ଅଛି ଓ ମୋ କିଛି ଜାଣିପାରି ନାହିଁ ତାପରେ ସମସ୍ତେ ଆସିକି ମାରିଲେ ଯୋଉ ଆକୁ କୁନାଲକୁ ଡାକିଲା ମାନେ ମୁଁ ସେମିତି ଘାଇଁ ଘାଇଁକିରି କହିଦଉଛି ମୁଁ ତ ବହୁତ ଥର କଥା ଗୁଡା କହିଛି କୁନାଲକୁ ଡାକିଲା କୁନାଲକୁ ବଞ୍ଚେଇବାକୁ ଡାକିଲା କୁନାଲର ସେ ଆଉ ଗୋଟେ କିଏ ତା ସାଥିରେ ଆଇଲା ସେ 2 ଜଣ ଯାକ ଆସିକି ତାକୁ ପିଟିଲେ ମାଇଲେ ତାପରେ ସେ କହିଲା କଣ ନା ମୁଁ ବଞ୍ଚେଇବା ପାଇଁ ଡାକିଦେଲି ତା ମାମୁଁକୁ ତା ବଡ ମାମୁଁକୁ ଫୋନ କଲା ତା ସାନ ମାମୁଁକୁ ଫୋନ କଲା ତା ଭାଇକି ଫୋନ କଲା ସେମାନେ ଗଲେ ସେମାନେ ଯଦି ମତେ ଫୋନ କରିକି ଏତେ ଆଡେ ଫୋନ କରିପାରିଲା ମତେ ଫୋନ କରିପାରିଲାନି ମୋ ଗାଁକୁ ସେ ଗୋଟାଏ ଫୋନ କରିଥିଲେ ମୋ ଗାଁକୁ ଗୋଟାଏ ଫୋନ କରିଥିଲେ ମୋ ଗାଁର ଯୋଉ ଗ୍ରୁପ ଥିଲା 100 ଲୋକ ଏକାବେଳକେ ବାହାରିକି ଯାଇଥାନ୍ତେ ମୋ ଛୁଆ ବଞ୍ଚି ଯାଇଥାନ୍ତା ଓଲଟପୁରକୁ ଗୋଟାଏ ଫୋନ କରିଥିଲେ ଯଦି ବାଲିଅନ୍ତା ପୁଲିସ ଯୋଉ ସେ ଦୟାଲ ଗଙ୍ଗାଲ କଥାରେ ସେ ତାର ହାତ ରହିଥିଲା ସିଏ ତା ହାତରେ ହାତ ମିଶେଇକି ମୋ ପୁଅକୁ ମାରିଲେ ସେ ବା ଓଲଟପୁର ଥାନାକୁ ହେଲେ ଫୋନ କରିଥିଲେ ଓଲଟପୁର ଥାନା ଟିକେ ହେଲେ ରୋକି ଦେଇଥାନ୍ତା ତାପରେ ମୋ ଗାଁକୁ ଗୋଟାଏ ଫୋନ କରିଥିଲେ 100 ଲୋକ ଗୋଟେ ଗ୍ରୁପରେ ଆମର ଥିଲେ ବାହାରିକି ଯିଏ ଯାଇଥାନ୍ତେ ବାରି ମୋ ପାଖକୁ ଯଦି ଫୋନ କରିଥାନ୍ତା ଆମ ପାଖକୁ ସେ ଫୋନ କରିବ ଛୁଆ ତଳକୁ ଡାଙ୍ଗ ହେଇଗଲାଣି ତଥାପି ସେ ଆମ ପାଖକୁ ଫୋନ କରିଛି ତା ଭିତରେ ଯୋଉଦିନ ସେ ଥାନାରୁ ଆସିଲା ଆମେ ତାକୁ ରାଜସାକ୍ଷୀ ବୋଲିକି ଆମ ଗାଁର ପୁଅ ବୋଲିକି ଆମେ ତାକୁ ରଖିଲୁ କହିଲୁ ନାହିଁ ତଥାପି ମୋର ସନ୍ଦେହ ଥିଲା କାହିଁକିନା ମୋ ପୁଅର ତାର ଆଗରୁ କେତେଥର କଳି ଝଗଡା ଭଲ ମନ୍ଦ ହେଇଛି ନା ସେ ଶୋଧୁଥିଲା ବୋଲିକି ମୁଁ ପ୍ରାୟ ଲୋକଙ୍କ ଠାରୁ ଶୁଣିଥିଲି ଆମର ସନ୍ଦେହ ଥିଲା ମୁଁ ବି ମୋ ପୁଅକୁ ମନା କରିଥିଲି ଜିମ୍ରେ ରଖିବୁନୁ ତା ଭିତରେ ଯଦି ରଖିଥିଲା ଆଗରୁ ବି ମୋର ସନ୍ଦେହ ଥିଲା ଯେ ଯୋଉ ଓ ମତରେ ଭାଗ ଅଛି ତାପରେ ସେ ଯେତେବେଳେ ଗଲା ମୁଁ ଓମ ଡାକୁଛି ସେତେବେଳେ ଥାନାରୁ ଏ ଘରୁ ସେ ଘରକୁ ଗଲା ଆରେ ରାକ୍ଷସ ଭଳିଆ ମୋ ଛୁଆ ତତେ ଏତେ ଭଲ ପାଏ ତୁ ତା ମାଆକୁ ଦେଖିଦେଲୁ ତ ତତେ ଯେମିତି ମତେ ପଟାସ ବାଘ ଭଳିଆ ଅନେଇଥାଇ ମୁଁ ସେଇଠୁ ଜାଣିପାରିଲି ମୋ ପୁଅର ଶତ୍ରୁ ମିତ୍ର ନୁହଁ ମୁଁ ସେଇଠୁ ଜାଣିଛି କେବଳ ମୋ ଗାଁରେ ମୋ ପାଟିକି ଦାବିଲେ ଯେ କି ନାଇଁ କହନା ସେ କଣ ହେଇଥିବ ତାପରେ ତମେ ନିଜେ ପଏଣ୍ଟ ବାହାର କର ଥାନାରେ ସେ ରହିଲା ଥାନାରେ ଯଦି ରହିଲା ମୋ ପୁଅକୁ ତ ରଖିଥିଲେ ସେଠି ତ ସେ ବାଟରେ ଆଇଥାନ୍ତା ତାକୁ କାହିଁକି କଣ ପାଇଁକି ବାଇଟ ବେଲା ସବୁ ଧରିକି ତାକୁ ବାଇଟ ନେବେ ବୋଲିକି ସମସ୍ତେ ଅପେକ୍ଷା କରିକି ବସିଛି ସେ କଣ ପାଇଁ ଲୁଚିକି ଆଇଲା ଘରକୁ ତାକୁ କଣ ପାଇଁକି ଲୁଚେଇକି ଘରକୁ ବିଚାଇଲେ ପୁଲିସର ପାର୍ଶ ଏଇଟା ପୁଲିସର ସବୁ ଇଏ ଆଉ ଏତେରେ ଓମ ଭାବ ନାହିଁ ମୁଁ ସେ ଝିଅ ଦିଜଣଙ୍କର ମାନେ ମୁଁ କାଲି ହବା ପାଇଁ କି ଭାବୁଛି ମାନେ ତାଙ୍କର ତ ବହୁତ ଆଗରୁ ହବା ପାଇଁ ଭାବୁଥିଲି ବର୍ତ୍ତମାନ ଭାବୁଛି କାଲି ତାଙ୍କ ପଲିଗ୍ରାଫ କାଲି ହବା ପାଇଁ ଆଉ ସେ ଝିଅ ଦିଟାଙ୍କ ମୁହଁ ଟିକେ ମୁଁ ଦେଖିବା ପାଇଁ ଭାବୁଛି କାହିଁକିନା ମତେ ଲାଗୁଛି ମୋର ଗୋଟେ ଝିଅ ସତୀକି ମୁଁ ତାକୁ ଚିହ୍ନି ପାରିବି ଅଣ୍ଟ ଗୋଡେଇକି ରଖିଛ ଗୋଟେ ଅନାଥ ମା ଜମା ଅନ୍ୟାୟ କରନି ମୁଁ ବି କାନି ପାତି ନ୍ୟାୟର ଭିକ୍ଷା ମାଗିଛି କେହି ମନା କରନି କେବଳ ନ୍ୟାୟର ଭିକ୍ଷା ମାଗିଛି କାହାକୁ ଧନ ମାଗିନି ସମ୍ପତ୍ତି ମାଗିନି ମୋର ସମ୍ପତ୍ତି ଚାଲିଗଲା ଧନ ସବୁ ଗଲା ମୋର ସବୁ କିଛି ଗଲା ମୋର କିଛି ଦରକାର ନାହିଁ। ମୋହନ ମାଝୀ ସାରଙ୍କ ପାଖରେ ତ ମୁଖ୍ୟମନ୍ତ୍ରୀଙ୍କ ପାଖରେ ତ ମୁଁ ବହୁତ ଦାବି ରଖିଥିଲି ବହୁତ ଆଶା ରଖିଥିଲି ବହୁତ ଭିକ ମାଗିଛି ବହୁତ ମୁଣ୍ଡ ପିଟି କାନ୍ଦିଛି
ଆଉ ସେ ତ ମୋର କିଛି ଦୁଃଖ ଟିକେ ଶୁଣି ନାହାନ୍ତି। ଆଉ ଯଦି ପୁନର୍ବାର ପୁଣି ଆମେ ବା କୋଉ ମଣିଷରେ ଲେଖା ପୁଣି ପୁନର୍ବାର ମୌନ ସରକାରଙ୍କୁ ପୁଣି ପୁନର୍ବାର ଥରେ କାନିପାତି ଭିକ ମାଗୁଛି ତାଙ୍କ ପାଦ ପଦ୍ମ ତଳେ ଯେ ମତେ ନ୍ୟାୟର ଭିକ୍ଷା ଦିଅ। ଯୋଉମାନେ ମୋ ପୁଅକୁ ସମସ୍ତେ ମାରିଛନ୍ତି ମୋ କୂଳ ଶୂନ୍ୟ କଲେ, ମୋ କୋଳ ଶୂନ୍ୟ, ମୋ କୂଳ ଶୂନ୍ୟ, ମୋ କୂଳ ବୁଡିଲା, ମୋ କୋଳ ଶୂନ୍ୟ ହେଲା, ମୁଁ ଅନାଥ ହେଲି। ଆଉ ମତେ ନ୍ୟାୟର ଭିକ୍ଷା ଯଦି ଯିଏ ନ ଦବ ଜମା ତ୍ରାହି ବି ପାଇବ ନାହିଁ। ଆର ଜନ୍ମ ନୁହଁ ଏଇ ଜନ୍ମରେ ତ୍ରାହି ପାଇବନି। ମତେ ନ୍ୟାୟର ଭିକ୍ଷା ଦିଅ ସମସ୍ତଙ୍କୁ ଯେମିତି ମୋ। ଆଚ୍ଛା 8 ଦିନ ପରେ ଯୋଉ ଏମଏଲଏ ଅଛନ୍ତି ସେଇ ଏମଏଲଏ ମାନେ 8 ଦିନ ପରେ ଛବି ମଲ୍ଲିକ 8 ଦିନ ପରେ ଆସିଥିଲେ ଦେଖା କରି। 8 ଦିନ ପରେ ଏମଏଲଏ ବାବୁ ଆସିଥିଲେ ଆଉ ମୁଖ୍ୟମନ୍ତ୍ରୀ ପାଖେ ମୁଣ୍ଡ ଗଡେଇ ଗଡେଇକିରି ତାଙ୍କର ଦେଖା ନାହିଁ। ବିରଞ୍ଚି ନାରାୟଣକୁ ବା ମାନେ ସେ କ୍ରାଇମ ବ୍ରାଞ୍ଚ ଛାଡି ଦଉନାହାନ୍ତି, ଆମେ ଧରିକି ନେଇକି କ୍ରାଇମ ବ୍ରାଞ୍ଚ ହାତରେ ଧରେଇ ଦେବୁ। କ୍ରାଇମ ବ୍ରାଞ୍ଚ ଆମକୁ ଫୋନ କରିକି କହିଦିଅନ୍ତୁ ଯେ ଆମେ ଧରି ପାରୁନୁ ବିରଞ୍ଚି ନାରାୟଣକୁ, ଆମେ କାହିଁକି ଆମ ବାପା ମା ଇଏକୁ ତ ସେ ଆମକୁ ମାରିବ ତ, ଆମେ ତ ଚାହୁଁଛୁ ମରିଯିବାକୁ। ଆମେ ବାପା ମା 2 ଜଣ ନେଇକି ବିରଞ୍ଚି କି ନେଇକି କ୍ରାଇମ ବ୍ରାଞ୍ଚ ସାରଙ୍କ ପାଖରେ ଛାଡିଦବୁ। ସେ ବା ଆରାମ ସେ ବୁଲୁଛି, ସବୁଆଡେ ବୁଲୁଛି। ରାଜନୀତି ଏଥିରେ ବହୁତ ଖେଳ ହଉଛି। ରାଜନୀତି ଦ୍ୱାରା ନହେଲେ ବିରଞ୍ଚି ନାରାୟଣ ବିରଞ୍ଚି କଣ ତା ଟାଇଟଲ ମୋ ମନେ ରହୁନି। ବିରଞ୍ଚି କୋଉଠି ଏତେ ଖୋଲାରେ କୋଉଠି ସେ ବୁଲନ୍ତା, ସେ କୋଉଠି ଏତେ ବୁଲନ୍ତା। ଆଉ ସବୁ ଘଟ ଘୋଡେଇକି ରଖିଛନ୍ତି, କୋଉଠି ଏତେ ସେ ବୁଲନ୍ତା। ସେ ମା ନାଁ ମୋର ମନେ ପଡୁନି ବା, ସେ ମା ନାଁ କଣ ଅପରାଜିତା ମା, ସେ ଅପରାଜିତା ଷଡଙ୍ଗୀ ସିଏ ତାଙ୍କୁ ରଖୁଛନ୍ତି। ଆଉ ଜଣେ ନାଦି ଜଣେ କିଏ ରଖୁଛନ୍ତି, ତାଙ୍କୁ ସବୁ ରଖିଛନ୍ତି। ମାନେ ସିଏ ପୁରା ଖୋଲା ଖୋଲା ଛାତି ଫୁଲେଇକି ଚାଲିଛି, ତାକୁ ସମସ୍ତେ ଲୋକ ଦେଖୁଛନ୍ତି। ଆଉ ସମସ୍ତେ ଲୋକ ଦେଖି ପାରୁଛନ୍ତି। ଆମେ ବି କ୍ରାଇମ ବ୍ରାଞ୍ଚ କାଲି ଦେଖିକି ଫୋନ କରିକିରି କହିଥିଲୁ କାହିଁ କ୍ରାଇମ ବ୍ରାଞ୍ଚ କାହିଁକି ତ ଧରିକି ନେଲେନି। ଘରେ ତା ଘରେ ଆଜ୍ଞା ତା ଘରେ ସେ ଆଜ୍ଞା ବର୍ତ୍ତମାନ ତା ଘରେ କୋଳ ଶୂନ୍ୟ ହେଲା, ବଂଶ ବୁଡିଲା, କିନ୍ତୁ କାହାକୁ ମୋ ଦୁଃଖ ଦେଖାଯାଉନି। କାହାରିକି ମୋ ଦୁଃଖ ଦେଖାଯାଉନି। ଝିଅ ଦିଟାଙ୍କର ଇଜ୍ଜତ ଦେଖାଯାଉଛି, ଇଜ୍ଜତ ଦେଖାଯାଉଛି। ଯେତେ ମାନେ ଏମିତି ଇଜ୍ଜତ ତାଙ୍କର ମାନେ ଏଇ କର୍ମ କରିକି ତା ବାପା ମାକୁ ତା ବାପା ଭାଇକି ସେ ପୋଷୁଛି। ତାଙ୍କର କର୍ମ ତାଙ୍କର ଇଜ୍ଜତ କଣ ଆଇଲା? ମୋ ଛୁଆ ମୋ କୋଳ ଶୂନ୍ୟ ହେଲା, ମୋ ବଂଶ ବୁଡିଲା, ମୁଁ ଅନାଥ ହେଲି, ତାକୁ କିଛି ଦେଖାଗଲା ନାହିଁ। କାହାର କୋଉ ଝୁଅଙ୍କର ଇଜ୍ଜତ ଦେଖାଯାଉଛି, କାହା ଦୁଃଖ ସବୁ ଦେଖାଯାଉଛି। ମୋ ଦୁଃଖ କାହାକୁ ଆଖିକି ଦେଖାଯାଉନି। ମୋ ଦୁଃଖ କାହା ଆଖିକି ନ ଦେଖାଗଲେ କିନ୍ତୁ ଭଗବାନ କାହାରିକି ଛାଡିବେନି। ମୋର ଏ ବିଶ୍ୱାସ ଅଛି ପ୍ରଭୁ କାହାକୁ ଛାଡିବେନି, କାହାରିକି ଛାଡିବେନି।